2023 ମସିହା ଅଗଷ୍ଟ ମାସରେ ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ଇଲାକାରେ ସଙ୍ଗୀତା ପ୍ରଧାନଙ୍କୁ ହତ୍ୟା ହୋଇଥିଲା। ଏହି ହତ୍ୟା ମାମଲାର ଚୂଡ଼ାନ୍ତ ରାୟ ସୋମବାର ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ରୂପଶ୍ରୀ ଚୌଧୁରୀ ଏହି ହତ୍ୟା ମାମଲାର ଶୁଣାଣି କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଥିବା ଦର୍ଶାଇ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ସାବ୍ୟସ୍ତ ଅଭିଯୁକ୍ତ ଜଣକ ହେଲେ ପାଟପୁର ଥାନା ସିନ୍ଦୁରପୁର ଗ୍ରାମର ମିଥୁନ ବିଷୟୀ, ବୟସ 37 ବର୍ଷ। ସୂଚନାଯୋଗ୍ୟ ଯେ ମିଥୁନ ଓ ସଙ୍ଗୀତା ଦୁହେଁ ଭଲ ପାଉଥିଲେ। 2023 ଅଗଷ୍ଟ 3 ତାରିଖରେ ଘରୁ ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ ସଙ୍ଗୀତା। ଦିନକ ପରେ ସଙ୍ଗୀତାଙ୍କୁ ହତ୍ୟା କରି ତପ୍ତପାଣି ଘାଟର ଏକ ଖାଲୁଆ ଜାଗାରେ ଫୋପାଡ଼ି ଦେବା ସହ ଶବ ଉପରେ ପଥର ପକାଇ ଦେଇଥିଲେ ଅଭିଯୁକ୍ତ ମିଥୁନ। ଅଗଷ୍ଟ 8 ତାରିଖରେ ଶବ ମିଳିବା ପରେ ସଙ୍ଗୀତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ। ପୋଲିସ ସେହି ଆଧାରରେ ତଦନ୍ତ କରି ପ୍ରେମିକ ମିଥୁନକୁ ଗିରଫ କରି ହତ୍ୟାରେ ବ୍ୟବହୃତ ପଥର ଜବତ କରିଥିଲା। ତଦନ୍ତକାରୀ ଅଧିକାରୀ ତଥା ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ ଏନେଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ। ମାମଲାର ବିଚାର ବେଳେ 17 ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା। ଗିରଫ ପରଠାରୁ ମିଥୁନ ବ୍ରହ୍ମପୁର ଜେଲରେ ବିଚାରାଧୀନ କଏଦୀ ଭାବେ ରହି ଆସୁଥିଲେ। ସୋମବାର ଉକ୍ତ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ବେଳେ ଅଭିଯୁକ୍ତ ମିଥୁନ ବିଷୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଉପଯୁକ୍ତ ଚାର୍ଜସିଟ୍ ଓ ସାକ୍ଷୀମାନଙ୍କ ବୟାନକୁ ଭିତ୍ତି କରି କୋର୍ଟ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପିପି ତ୍ରିଲୋଚନ ପରିଡ଼ା ମୋକଦ୍ଦମା ପରିଚାଳନା କରୁଥିଲେ। ଆମର ଡିଷ୍ଟ୍ରିକ୍ଟ ସେସନ ଜଜ୍ ଶ୍ରୀମତୀ ରୂପଶ୍ରୀ ଚୌଧୁରୀଙ୍କ କୋର୍ଟରେ ଆଜି ଗୋଟେ ଦେଢ଼ ବର୍ଷ ଭିତରେ ଗୋଟେ ମାମଲାର ରାୟ ପ୍ରକାଶ ପାଇଛି। ସେଥିରେ ମିଥୁନ ବିଷୟୀ ଏହି ସଙ୍ଗୀତାକୁ ଅପହରଣ କରି ତାକୁ ମାରି ଦେଇଥିବାର ପ୍ରମାଣ ପୋଲିସ ହାତରେ ମିଳିଥିଲା ଏବଂ ସେ ତାର ସାକ୍ଷୀ ପ୍ରମାଣକୁ ବିଚାର କରି ଆଉ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଏବଂ ତା ସହିତ ସେ ତାକୁ ତାର ଡେଡ୍ ବଡିଟାକୁ ଲୁଚି ରଖିଥିଲା 201ରେ ତାକୁ 3 ବର୍ଷ ଜେଲ୍ କରିଛନ୍ତି ଏବଂ ଯେଉଁ ସୁନା ତା ଘରୁ ସେ ଚୋରି କରି ନେଇଯାଇଥିଲା ସେ ବାବଦରେ 379ରେ 1 ବର୍ଷ ଜେଲ୍ ଦଣ୍ଡ ଦେଇଛନ୍ତି। ଏଇଟା ଘଟଣାକ୍ରମ ହେଲା ଯେ ଯେଉଁ ସଙ୍ଗୀତା ପ୍ରଧାନ ଏ ନାରାୟଣ ପ୍ରଧାନର ଝିଅ, ସେ 3/8/2023 ଦିନ ତା ଘରୁ ନିଖୋଜ ହୋଇଗଲା, ଯେଉଁଟାକି ତା ବାପା ପାଟପୁର ଥାନାରେ ଗୋଟେ ରିପୋର୍ଟ କରିଥିଲା। ସେ ରିପୋର୍ଟ ଯେଉଁଟା ମିସିଂ ରିପୋର୍ଟ ଦେଇଥିଲା, ଯେଉଁଟାକି 489/38 ଡେଟ୍ ହେଲା 3/8/2023 ତାରିଖ ଦିନ ଗୋଟେ ମିସିଂ ରିପୋର୍ଟ ଦେଇଥିଲା ଏବଂ ତାପରେ 8/8/2023 ଦିନ ଯେଉଁ ଡେଡ୍ ବଡିଟା ଆମର ତପ୍ତପାଣି କଲ୍ୟାଣ ମଣ୍ଡପ ପଛପଟେ ତାର ପଡ଼ିଥିଲା, ଯେଉଁଟାକୁ ଯେତେବେଳେ ଡିଟେକ୍ସନ୍ ହେଲା ସେଠି ତାକୁ ଏମାନେ ତାର ମା ତା ବାପା ସମସ୍ତେ ଯାଇକି ତାକୁ ଦେଖିଲା ପରେ ସେ ତାଙ୍କ ଝିଅ ବୋଲି ତାର ଯେଉଁ ପିନ୍ଧିକି ଯାଇଥିଲା ଯେଉଁ ଡ୍ରେସ୍ ତାକୁ ଦେଖି ଜାଣିଲେ ଯେ ତାର ଝିଅ ଏଠି ପଡ଼ିଛି। ତାପରେ ସେଇଦିନ ଯେଉଁ 8/8/2023 ଦିନ ପୁଣି ପାଟପୁର ଥାନାରେ ଆଉ ଗୋଟେ ରିପୋର୍ଟ ଦେଲେ ଯେ ତାଙ୍କ ଝିଅକୁ ନେଇକି ପକେଇ ଦେଇଛି। ତାପରେ ସେମାନେ ଯେତେବେଳେ ଜାଣିଲେ 3ରେ ଚାଲିଗଲା, ତାପରେ ସେ ଯାଇକିରି ମିଥୁନ ବିଷୟ ଘରେ ବି ସେଠି ଯାଇକି ପଚରାପଚରି କରିଛନ୍ତି। ସେ ମିଥୁନ ବିଷୟ ଘରେ ନଥିଲା। ଏଇଟାକୁ ଯେତେ ସନ୍ଦେହ ଘର ଭିତରକୁ ଆସିଲା, ପୋଲିସ ମିଥୁନ ବିଷୟକୁ ଆରେଷ୍ଟ କଲା। ତାହେଲେ ତାକୁ ମିଥୁନ ବିଷୟ ଧରିଲା। ମିଥୁନ ବିଷୟ ତାର 27ରେ ତାର ବୟାନ ଦେଲା ଯେ ସେ ତା ସହିତ ତାର ସମ୍ପର୍କ ଥିଲା ଅଭାବଶ୍ୟ। ସେ ତାକୁ 3 ତାରିଖ ଦିନ ନେଇଯାଇଥିଲା ଏବଂ ଗଲାବେଳେ ସେ ତାର ସୁନା ଯେଉଁ ପିନ୍ଧିଥିଲା ତା ଘରର ସୁନା କିଛି ନେଇକି ଯାଇଥିଲା। ସେଇ ସୁନାକୁ ସେ ତାକୁ ନେଇକିରି ତପ୍ତପାଣି ପାଖରେ ତା ଗୋଟେ ପଥରରେ ଛେଚିକିରି ତା ମୁଣ୍ଡକୁ ଗୋଟେ ମାରି ଦେଇଥିଲା ଏବଂ ସେ ସୁନାକୁ ଆଣିକିରି ଆଉ ଗୋଟେ ସେ ଗାଁରେ ତାକୁ ଲୁଚେଇକି ରଖିଥିଲା, ଯେଉଁଟାକି ତାକୁ ପଛରେ ସେ ନିଜେ ପୋଲିସ ବାହାରେ ମାରି କଂସା ମାରି ଗାଁକୁ ଯାଇକିରି ଗୋଟେ କାନ୍ଥ ତଳୁ ଯେଉଁ ଅଳଙ୍କାର ଗୁଡ଼ିକ ତାଙ୍କ ଘରୁ ଚୋରି ହେଇଥିଲା, ଯିଏକି ତା ବାପା ନାରାୟଣ ପ୍ରଧାନ ଯେଉଁଟା କହିଥିଲେ ତା ଘରୁ ସବୁ ଝିଅ ନେଇ ପଳେଇ ଯାଇଛି, ସେଇ ସୁନାକୁ ସେ ତାଠୁ ରିକଭରି କରିଥିଲେ। ରିକଭରି କଲା ପରେ ସେଥିରୁ ଜଣାପଡ଼ିଥିଲା ଯେ ମିଥୁନ ବିଷୟ ଏଥିରେ ସଂଶ୍ଳିଷ୍ଟ ଅଛି। ତାପରେ ପୋଲିସ ତାର ଇନଭେଷ୍ଟିଗେସନ୍ କଲା ପରେ ସେ ଜାଣିଲା ଯେ ଏମାନେ ଯେଉଁ ନାରାୟଣ ପ୍ରଧାନ ଆଉ ନଙ୍ଗୁଳ ପ୍ରଧାନ ଏମାନଙ୍କୁ ଦେଖିଲା ସେମାନେ ଅଟୋରେ କୋଲନରା ଯିବାକୁ ବାଟରେ ତାକୁ ଦେଖିଛି। ଲୁହାଗଡ଼ି ପାଖରୁ କୋଲନରା ଯିବା ଭିତରେ ସେମାନେ ଅଟୋରେ ଯିବାର 2 ଜଣ ଦେଖିଥିଲେ। ସେମାନଙ୍କର ବି ପ୍ରମାଣ
ସେମାନେ ବି କହିଲେ, କୋର୍ଟରେ ବି ସାକ୍ଷୀ ଦେଲେ ଯେ ସେମାନେ ତାଙ୍କୁ ଦେଖିଥିଲେ 2 ଜଣ। ତେଣୁ 4 ତାରିଖ 4 ତାରିଖ ଦିନ କୋଲୋନାରୁ ଆସିଲା ପରେ ତପ୍ତପାଣି ପାଖରେ ସେ ମର୍ଡର ହେଇଛି କରିବାର ସନ୍ଧାନ ମିଳିଲା, ଯେଉଁଟାକି ସେ ଶବର ଯେତେବେଳେ ଡିଟେକ୍ସନ୍ ହେଲା 8 ତାରିଖ ଦିନ। ଏଇସବୁ ତାର ଲାଷ୍ଟ ସିନ୍ ଥିଓରି, ଲାଷ୍ଟ ସିନ୍ ତାକୁ ଦେଖିଥିବା ଲୋକ ବି କହିଲେ, ଏବଂ ମାଷ୍ଟେଟ୍ ପାଖରେ ତାର ଯେଉଁ ଅଳଙ୍କାର ଗୁଡ଼ିକ ସବୁ ଟିଆଇ ପ୍ୟାରେଡ୍ ହେଲା ସେଥିରେ ବି ସେମାନେ ଚିହ୍ନିକି ନେଲେ। ଏଇସବୁ ପ୍ରମାଣ ପାରିପାର୍ଶ୍ୱିକ ପ୍ରମାଣକୁ ଦେଖିଲା ପରେ ତାର ସାକ୍ଷୀମାନଙ୍କର ବୟାନକୁ ଭିତ୍ତି କରିକିରି ଅନରେବୁଲ ଜିଲ୍ଲା ଜଜ୍ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗଞ୍ଜାମରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ, A1 ଓଡ଼ିଶା।